ସାଙ୍ଗମାନେ ନମସ୍କାର ଜୟ ଜଗନ୍ନାଥ। ଦେଖନ୍ତୁ ସାଙ୍ଗମାନେ, ଆମ ଅଞ୍ଚଳରେ ଯାତ୍ରା ପଡ଼ିଥିଲା। ଆମ ଅଞ୍ଚଳ ମାନେ କେଉଁଟେ ଏ ଟେଲିକବଡ଼ା। ଏବେ ରିସେଣ୍ଟ ହେବ ଯାତ୍ରା ପଡ଼ିଥିଲା ସ୍ୱର୍ଣ୍ଣମହଲ। କିନ୍ତୁ ଆଗରୁ ମୁଁ ବହୁତ ଯାତ୍ରା ପ୍ରେମୀ ଥିଲି, କିନ୍ତୁ ସେଦିନ କେମିତି କ'ଣ କାହିଁ ମନ ହେଲା କେଜାଣି, ଛୁଟି ତ ଥିଲା ଟିକେ, ତେଣୁ ସେଥିପାଇଁ ମୁଁ ଯାତ୍ରା ଟିକେ ଦେଖିବା ପାଇଁ ବାହାରି ପଡ଼ିଲି। ତ ସେତେ ବି ଟିକେଟ୍ କାଉଣ୍ଟରରେ ସେତେ ବି ଲୋକ ଭିଡ଼ ନଥିଲେ। ଦେଖନ୍ତୁ ଯେଉଁଠି ଯାତ୍ରାଟି ପଡ଼ିଛି ତା'ର ଚତୁଃପାର୍ଶ୍ୱ ମୁଁ ଆପଣମାନଙ୍କୁ ଦେଖାଉଛି। ତ ଦେଖିପାରୁଥିବେ ସାଙ୍ଗମାନେ, ଏଇ ଯେଉଁ ଜାଗାଟି ନା ଟେଲିକବଡ଼ା ଛକ। ତ ଏଇଠି ଯାତ୍ରାଟି ପଡ଼ିଥିଲା। ମୁଁ ଯେଉଁଦିନ ସାଙ୍ଗମାନେ ଯାଇଥିଲି ସେଦିନ ବି ବେଶୀ ଲୋକ ନଥିଲେ, କାରଣ ସେଦିନ ଥିଲା ଥାର୍ଡ଼ ରାତି ଦିନ ଯାଇଥିଲି। ଲୋକ ସେଠି କାହିଁ ବେଶୀ ହେତେ ନଥିଲେ, କିନ୍ତୁ ଯାତ୍ରାଟିର ମୁଁ ତ ଫାର୍ଷ୍ଟ ଟାଇମ୍ ଯାଇଛି। ତଥାପି ଲୋକମାନେ ଯେଉଁ ବେଗେ ସେଦିନ ଜଲ୍ଦି ଟିକେ ବି ଆରମ୍ଭ କରିଥିଲା, ଏଇ 11:30ରୁ 12ଟା ଭିତରେ ସେ ତା'ର ଷ୍ଟାର୍ଟ କରିଦେଇଥିଲା। ସ୍ୱର୍ଣ୍ଣମହଲରେ ତ ଆକ୍ଟରମାନେ ବି ଭଲ ଭଲ ଅଛନ୍ତି। ତ ଏବେ ତ ଆଉ ସମୟ ମୋତେ ହେଉନି ସାଙ୍ଗମାନେ, ମୁଁ ଯାତ୍ରା ବି ଦେଖିପାରୁନି, ତ ଅନିଦ୍ରା ବି ରହିପାରୁନି। ସେଦିନ ଇଣ୍ଟରେଷ୍ଟ ହେଲା। ଦେଖନ୍ତୁ, ଇଏ ଯାତ୍ରା ସ୍ୱର୍ଣ୍ଣମହଲର ଇଏ ହେଉଛି ଫ୍ରଣ୍ଟ ଗେଟ୍। ଫ୍ରଣ୍ଟ ଗେଟ୍କୁ ଦେଖିପାରୁଥିବେ, ଗେଟ୍ଟି ବି ବହୁତ ସୁନ୍ଦର ଅଛି। ତ ମୁଁ ଯେତେବେଳେ ଯାଇଥିଲି ନା, ସେଦିନ ଲୋକ ସେତେ ବି ଭିଡ଼ ନଥିଲେ। ଏଇ 11:30 12ଟା ବେଳକୁ 11:30ରୁ 12 ଭିତରେ ଆମକୁ, ଯେହେତୁ ଆମେ ଟିକେଟ୍ କାଟି ସାରିଥିଲୁ, ଖାଇକି ତ ଘରୁ ଯାଇଥିଲି, ତ ଟିକେଟ୍ କାଟି ସାରିଥିଲୁ। ସେଦିନ ସେଇ 11:30 12 ଭିତରେ ମୁଁ ଏଣ୍ଟ୍ରି ଆମକୁ କରାଇଲେ। ତ ତା'ର ଫ୍ରଣ୍ଟ ଗେଟ୍ ଦେଖବି, ସ୍ୱର୍ଣ୍ଣମହଲ ତା'ର ଫ୍ରଣ୍ଟ ଗେଟ୍ଟି ବି ବହୁତ ସୁନ୍ଦର ଅଛି। ତାଙ୍କର ପାର୍ଟି ବି ମଧ୍ୟ ବହୁତ ହି ଭଲ। ହେଲେ ବି ସେଦିନ ଏଇ ଆମ ଅଞ୍ଚଳରେ ସେଇଦିନ ବୋଲି ନାହିଁ, ଏଇ ଯେଉଁ 4-5 ଦିନ ଯାକ ପଡ଼ିଲା, ମୋତେ ଲାଗୁଛି ବୋଧେ ସେଦିନ ମାନେ ଏଇ 5 ଦିନ ଯାକ ଲୋକ ସେତେ ନଥିଲେ, ଲୋକ ସେତେ ଆସନ୍ତିନି ମୋତେ ଲାଗେ। ତ ମୁଁ ଯେଉଁ ରାତି ଯାଇଥିଲି ସେଦିନ ତ ଲୋକ ନଥିଲେ। ତା ପୂର୍ବ ଦିନ ରାତି ମୁଁ ପଚାରୁଥିଲି କେତେ କ'ଣ ଲୋକ ଆସିଥିଲେ, କିନ୍ତୁ ସେତେ ବି ଲୋକ ଆସିନଥିଲେ। ଦେଖନ୍ତୁ ୟାର ଭିତର ପାର୍ଶ୍ୱରେ ତା'ର ସାଜସଜ୍ଜାଟି ବହୁତ ଭଲ କରିଛି। ଚତୁଃପାର୍ଶ୍ୱ ଦେଖନ୍ତୁ, ଗୋଟେ 4ଟା ସେ ତା'ର ଫ୍ରଣ୍ଟ କରିଛି, ଫ୍ରଣ୍ଟ ସାଇଡ଼୍ ଏମିତି ସବୁ ମିନିମମ୍ 6ଟା 7ଟା ଷ୍ଟେପ୍ ସେ ତା'ର କରିଛି। ସେପଟ କର୍ଣ୍ଣର ଗୋଟେ ସାଇଡ଼୍ କରିଛି, ଫ୍ରଣ୍ଟ ଗୋଟେ ସାଇଡ଼୍ କରିଛି, ଏପଟ କର୍ଣ୍ଣର ଗୋଟେ କରିଛି, ସେପଟ ଫ୍ରଣ୍ଟ ଗୋଟେ କରିଛି। ତ ଆପଣମାନେ ଯଦି ଫ୍ରଣ୍ଟ ସାଇଡ଼୍ ଦେଖିବାକୁ ଚାହୁଁଛନ୍ତି ନା, ଏଇଟା ହେଉଛି ମେନ୍ ଫ୍ରଣ୍ଟଟା ବୋଧେ ଡି ବ୍ଲକ୍। ଏଇ ଡି ବ୍ଲକ୍ରେ ଆପଣମାନେ ବି କାଟିପାରିବେ। ତାକୁ ଯିଏ ବି ଟିକେଟ୍ କାଟି ଗଲେ ବି ପଚାରିବେ। କିନ୍ତୁ ଯାତ୍ରା ଯାହା ବି ଦେଖ ନା, ଫ୍ରଣ୍ଟ ଗେଟ୍ରେ ବସିଲେ, ଯଦି ଫ୍ରଣ୍ଟ ଗେଟ୍ରେ ଆପଣମାନେ ଦେଖୁଥିବେ, ନିହାତି ଭଲ ଲାଗିବ। ଯାତ୍ରା ଦେଖିବା ପାଇଁ ବହୁତ ଇଚ୍ଛା ବି ହେବ। ଆପଣମାନେ 7 ନମ୍ବର 8 ନମ୍ବର କ'ଣ 9 ନମ୍ବର ଲାଇନ୍ରେ ବସନ୍ତୁ ନା କାହିଁକି, ଯେତିକି ନମ୍ବର ଲାଇନ୍ରେ ଆପଣ ବସନ୍ତୁ ବି, ନିହାତି ଆପଣମାନଙ୍କୁ ଭଲ ଲାଗିବ, ବସିବା ପାଇଁ କମ୍ଫର୍ଟ ବି ଲାଗିବ। ଆଉ ତାପରେ ଆଗରେ ମୁଁ ଟୋଟାଲି ଉପରେ ସତ କହିବାକୁ ଗଲେ, ମୁଁ ନିଜ କଥା ସାଙ୍ଗମାନେ କହୁଛି, ମୁଁ ଆଗରେ କେବେ ଯାତ୍ରା ଦେଖିବାକୁ ଭଲ ପାଏନି। ଆଗ ଚେୟାରରେ ବସିକି ଯାତ୍ରା ଦେଖିବି, ସେଇଟା ମୁଁ ଭଲ ପାଏନି। ମୁଁ ମିନିମମ୍ 7ଟା 8ଟା ଚେୟାର ପଛରେ, ଲାଇନ୍ ପଛରେ ମୁଁ ବସିବି। ପଛ ଆଡ଼କୁ ବି କେହି ଲୋକ ବି ନଥିବେ। ମୁଁ ଚାହିଁଲେ ବି ପଛରେ ବସିଲେ ବି ମୁଁ 3ଟା 4ଟା ଚେୟାର ଜୁଟିକି ବସିବି, ପଛରେ ବି ମୁଁ ଦେଖେ। ମେନ୍ ଆମେ ଯାତ୍ରା ଦେଖିବାକୁ ଯିବା। ମୁଁ ତ ଏଇ ମେଲୋଡ଼ି ଫେଲୋଡ଼ିକୁ ହେତେ ଭଲ ପାଏନି, କିନ୍ତୁ ମୋର ବିଷୟଟିକୁ, ସେ ଟପିକ୍ କ'ଣ କରୁଛି, ଟପିକ୍ର ମିନ୍ସଟା କ'ଣ କରିବାକୁ ସେ ଚାହୁଁଛି। ତ ଦେଖନ୍ତୁ କେତେ ଲୋକ ବି ଯେତେବେଳେ ବସିଲେ, କେତେ ଲୋକ ବି ଭିଡ଼ ହୋଇଗଲେଣି। ଏତିକି ଲୋକ ଦେଖନ୍ତୁ ବସିଥିଲେ। ମୁଁ ତ ଫ୍ରଣ୍ଟ ଗେଟ୍ରେ ଟିକେଟ୍ କାଟିଥିଲି 7 ନମ୍ବରରେ, ତଥାପି ମୁଁ ପଛ ଆଡ଼େ ବସିଥିଲି। ବର୍ତ୍ତମାନ ତାଙ୍କର ଏଇ ଯେ ମେଲୋଡ଼ି କାର୍ଯ୍ୟକ୍ରମ ବର୍ତ୍ତମାନ ବି ଚାଲିଛି। ମେଲୋଡ଼ି କାର୍ଯ୍ୟକ୍ରମକୁ ସାଙ୍ଗମାନେ ମୁଁ ନିଜେ ରିଅଲି କଥା କହୁଛି ଯେ ମେଲୋଡ଼ିଟାକୁ ମୁଁ ସେତେ ଭଲ ପାଏନି, କିନ୍ତୁ ମୁଁ ବିଷୟଟିକୁ ଦେଖେ। ଯଦି ବିଷୟଟି ସାଙ୍ଗମାନେ ଭଲ ମୋତେ ବି ଲାଗୁଛି ନା, ବିଷୟଟି ଭଲ ଲାଗିଲେ ତ ଭଲସେ ଦେଖିବି, ଯଦି ଭଲ ଲାଗୁନି ତାହେଲେ ବି ମୁଁ ଦେଖେ ନାହିଁ ମାନେ କ'ଣ ଦେଖିବି। ଏଠୁ ଆଉ ତ ରାତି ଟାଇମ୍ ଆଉ ଘରକୁ ଫେରିବା ସମ୍ଭବ ନୁହଁ। ଯଦି ଆମ ପାଖଠୁ ଧର 7 କିଲୋମିଟର 8 କିଲୋମିଟର ଦୂରରେ ଯାତ୍ରା ପଡ଼ିଛି, ଆଉ କ'ଣ ଘରକୁ ସେଇ ଟାଇମ୍ରେ ଫେରିହେବ କି? 12ଟା 1ଟାରେ କେବେ ହେଲେ ଫେରିବ ନା। କିନ୍ତୁ ରାତିରେ ଆପଣମାନଙ୍କୁ ମୁଁ କହୁଛି, ଆପଣମାନେ ଯେବେ ବି କେବେ ଯାତ୍ରା ଦେଖିବାକୁ ଯିବେ ନା, ଯଦି ଆପଣମାନଙ୍କୁ ବିଷଧର ଦେଖିଲେ ଭଲ ଲାଗିଲାନି, ତେଣୁ ଆପଣମାନେ କ'ଣ କରିବେ ନା, କେବେ ଲେଟ୍ ନାଇଟ୍ରେ ଘରକୁ, ମାନେ 12ଟା 1ଟାରେ କେବେ ବାଇକ୍ ଚଲେଇକି ଘରକୁ କେବେ ବି ଆସିବେନି। ବରଂ ସେ ଚେୟାର ପକେଇକି 2ଟା 3ଟା ଚେୟାର ପକେଇକି ଶୋଇପଡ଼ିବେ, କିନ୍ତୁ କେବେ ବି ଘରକୁ ଆସିବେନି। କାରଣ ବାଟରେ ବିଭିନ୍ନ କିଛି ଭୟ ରହୁଛି, କେଉଁଟା ଆକ୍ସିଡେଣ୍ଟ କରିଦେବା, ସନ୍ଧ୍ୟା ଟାଇମ୍ରେ ଧର ନିଦ ଲାଗିଗଲା ଆଖିକୁ, କେଉଁଠି ଗାଡ଼ି କୁଟି ହେଇଯିବ। ତେଣୁ ସେଇଟା ହେଉଛି କଥା।
तो बर्तमान तांकर तो देखंतु यात्रा स्वर्णमहल केमती मेलोडी प्रोग्राम से तांकर चलेइची मेलोडी प्रोग्राम ता भितर भी मेलोडी चलता सब लोक कौन आ पसंद करुँच कि मेलोडी को ना धर जी टिकेट काटी गला तो तांकर टिकेट बोधे थिला टिकेट स्टार्टिंगटा थिला प्रथम फ्रंट लाइन हेरका थिला बोधे तांकर टिकेट मते लागुची फ्रंट लाइन थिला 250 आमे जो टिकेट काटुथिलु आमे जो टिकेट काटले मु 200 काटली काहे ना मैं पछाड़े फ्रंट पेज रे पछाड़े मुकुल जानी कि मैं पछरे बसिबी तथापि सेदिन जो विषय देखलु ना सांग माने बहुत ही भलो लागिला तो मेलोडी तो वर्तमान तांकर चली एबे तो विषय स्टार्ट हो गला देखिपे सांग मैंने विषय तो स्टार्ट हो जाइए लोक मानकर भी जी बसवा कथा लोक बस आम जो दिन बसी भी पछुआड़े देखिपे पछक भी देखी बहुत चेयर भी फांका अच्छी चेयर तो बहुत फांका अच्छी तो यही टाइप रो कथा यात्रा किंतु सत कह गले मु निज कथा सांग मैंने कहूँ मुझे यात्रा देखा जाए ना ଯାତ୍ରା ମୁଁ ନିହାତି ଭାବରେ ପାଣି ବୋଟଲ ଦୁଇଟା ନେଇଥିବି କାରଣ ରାତି ଯଦି ମୁଁ ଯଦି ଅନିଦ୍ରା ହେଲି ପାଣି ନ ପିଇଲି ମୋ ପେଟ ଗରମ ହେଇଯିବ ସତ କଥା କିନ୍ତୁ ଆଉ ତ ସେତି ଇଣ୍ଟରେଷ୍ଟ ନାହିଁ ଯାତ୍ରା ଦେଖିବାକୁ ଆଗରୁ ଯେତେବେଳେ ଏଇଠୁ ଚିନ୍ତା କରନ୍ତୁ 2005, 6, 7 ମସିହା ବେଳକୁ ଯେଉଁ ଟାଇମ୍ରୁ 2000 ମ୍ୟାଟ୍ରିକ୍ ପରଠୁ +2 ଯେତେବେଳେ ସରିଗଲା ନା ଯେତେବେଳେ ତାଳଚେର ମୁଁ ରହିଗଲି ସେଇଠୁ ଯାତ୍ରା ଫାତ୍ରା ଯେତିକି ନାଚ ପଡ଼େ ଦଶହରା ଟାଇମ୍ରେ ଯେଉଁ ଯାତ୍ରା ପଡ଼େ ସେଇ ଟାଇମ୍ରେ ମୁଁ ଯେତିକି ନାଚ ଦେଖୁଥିଲି ନା ଆଜି ଆଉ ସେଇ ସମୟ ସେତିକି ଟାଇମ୍ ପର୍ଯ୍ୟନ୍ତ ମୁଁ ଆଉ ଯାତ୍ରା ଦେଖିପାରୁନାହିଁ ସମ ବୟସ ଗଲା ଆଉ ତାପରେ ସବୁ ଜିନିଷ ଆମେ କ'ଣ ଯେଉଁ ଛୋଟ ପିଲା ଭଳିଆ ଯେତେବେଳେ ବୟସ କମ୍ ଥିଲା ସବୁ ଜିନିଷ ଦେଖୁଥିଲୁ କି ପ୍ରତ୍ୟେକଟି ଜିନିଷ ଖାଉଥିଲୁ ଏବେ ଧୀରେ ଧୀରେ ବୟସ ବଢ଼ିଲାଣି ଆଉ ସବୁ ଜିନିଷ ଆମେ କ'ଣ ଖାଇପାରିବା କି ଖାଇପାରିବା ନାହିଁ ତେଣୁ ବିଭିନ୍ନ ପ୍ରକାର ଆଜିକା ଡେଟ୍ରେ ଯେତିକି ଲୋକମାନେ ବି ବେଶୀ କିଛି ଖାଦ୍ୟ ଖାଉଛନ୍ତି ବିଭିନ୍ନ ପ୍ରକାର ରୋଗ ବି ହେଉଛି ତ ବର୍ତ୍ତମାନ ବିଷୟ ଦେଖନ୍ତୁ ସାଙ୍ଗମାନେ ଷ୍ଟାର୍ଟ ହେଇଗଲା ବର୍ତ୍ତମାନ ବିଷୟ ଉପରକୁ ଗଲେ ଏଇଥିରେ ମୋର ଫେଭରାଇଟ୍ ହିରୋ ଆଉ ହିରୋଇନ୍ ଦୁଇ ଜଣ ଅଛନ୍ତି ଯେଉଁଟାକି ମୋର ଫେଭରାଇଟ୍ ସ୍ୱର୍ଣ୍ଣମହଲର ଯେଉଁଟା ମୁଁ କହିଲି ସୁରେଶ ପଣ୍ଡା ଆଉ ଭାବନା ତ ଭାବନାର ଆକ୍ଟିଂ ଆପଣମାନେ ମୁଁ ଦେଖିବେ ଏଇ ଭିଡ଼ିଓରେ ମୁଁ ପଠେଇବି ଭାବନାର ଆକ୍ଟିଂଟା ଦେଖିବେ କେତେ ସୁନ୍ଦର तार एक्चुअली भावना जो हिरोइन ना तार माने आक्टिंगटा से आक्ट करिवो रियल आक्ट जोड़ा ता अंतर भितर जी कहूँ अंतर भितर माने जोड़ा गोटे पाथेटिक सीन रे धर करवा अंतर भितर से तार वर्तमान पूरा हार्ट रु पूरा अंतर रु से तांकर कौन करे पूरा अंतर से तार डायलॉग गुड़िक मारिवो एपटे मुझे कथा कहबी सुरेश पंडा कथा सुरेश पंडा से सार भी माने से गोटे से जड़े भल आक्टर रोल करने जेहेतु से माने पुराणा आक्टर तांकर कहवा स्टाइल आउ कौ जिनसा कौटे कौ आक्ट करवा जो पर्टिकुलर लोक मैंने दर्शक मानक इम्प्रेस हम इंटरेस्ट लगे तो से आक्ट करवा देखो मेलोडी कार्यक्रम तो चली या मझे मु सुरेश पंडा आउ भावनार किसी दृश्य भी आपण मानक देखी देखिए निहाती से माने इतनी सुंदर पाथेटिक सीन करुँच ना जोड़ा आपड़ बसी भी आपण आखिर निश्चित भाव में लुह आसीज तो सांग मैंने यार तो म्यूजिक दे हेनी तो आपण मानक ये वीडियो माध्यम कहीदे तो आपण मैंने जते के यात्रा देखी जीवे मैंने टॉपिक को चॉइस करेंगे जो दिन भल विषय पुणी गोटे गोटे थी गोटे भल विषय टॉपिकटा भल देते किंतु आपण यात्रा देखिए यात्रा से आउ मजा आपण पाइपर ना तो सांग मैंने ये हूँ लास्ट बोधे लास्ट रो मेलोडी प्रोग्राम बोधे सरीगला तो मेलोडी भी जी अच्छी भल अच्छी तो से मेलोडी तो देखेनी मेलोडी टाइप चलवा समय भी मैं बाहर को पलि आसती बाहर को आसे भी मेलोडी जो चलता मुझे वीडियो भी शूट करी एत मेलोडी प्रोग्राम को इंटरेस्ट कैनि तो आपण मानक खुशी पाई बोली मुझे कहली नाई सांग मानक मुझे आसी कौन कर नीतिदिनिया काम तो आपण मानक वीडियो माध्यम कौन कर कौन ना जनाऊँगी तेणु जेहेतु नाच देखी आसी तेणु सांग मानक निहाती मत जनइबा बेटर हम तो सांग मैंने जदि वीडियोटी भल लगुच निहाती भाव में आपण मैंने लाइक करूँ आउ कमेंट करूँ आउ सब्सक्राइब करूँ पाखरे थिबा बेल आइकन को दबाई दिंतु तो सांग मैंने आपण मानक तो डेली ब्लॉग रे मु जो दिन जहाँ करुँच आपण मानक डेली ब्लॉग रे मु तो दे दूची आउ ये तो आपण मैंने सांग मैंने ये तो देखुंती देखु तांकर प्रोग्राम बर्तमान ये बोधे एंड हो एंड हो गला परे या पर टॉपिक उपर को मु किछि दृश्य देखौची जोड़ा कि मु कहली सुरेश पंडा आ भावनार कारण जेहेतु से माने मोर फेवराइट एक्टर सत कथा से माने बहुत भलो एक्टर
ଯାତ୍ରାପାଟିରେ କହିଲେ ବି ସେମାନେ ଭଲ ଭଲ ଆକ୍ଟର ଯେଉଁଗୁଡ଼ାକ ନାଁ କହିଲେ ବି ମୁଁ ଯାତ୍ରାପାଟି କଥା କହୁଛି ମୁଁ ଯେତିକି ଯାତ୍ରା ଦେଖିଛି ଆଜ୍ଞା ସୁରେଶ ପଣ୍ଡା ବିନୋଦ ନାଥ ଆଉ ବାପି ପଣ୍ଡା ଆଉ ଏମାନେ ହେଉଛନ୍ତି ମାନେ ନାମୀ ଦାମୀ ମାନେ କ'ଣ ଏମାନେ ବହୁତ ପୁରୁଣା ହେଇଗଲେଣି ନା ସେମାନେ ଆକ୍ଟ କରି କରି ଧର ପ୍ରତ୍ୟେକ ଜିନିଷର ଅଭିନୟ ଚରିତ୍ରରେ ଅଭିନୟ କରି କରି ଏମାନେ ପୁରୁଣା ହେଇଗଲେଣି ଗୌରବ ଦାସ କଥା କହିବି ତେଣୁ ଏଇ ସାର୍ଙ୍କ କଥା ମାନେ ଏମାନଙ୍କୁ ଯଦି ମୁଁ କହିବି ନା ଏମାନେ ଆକ୍ଚୁଆଲି ବହୁତ ହି ଭଲ କରନ୍ତି ଆଉ ହିରୋଇନ୍ ଉପରେ କହିଲେ ବି ବେବିନା ପଣ୍ଡା ଭାବନା ଆଉ ଏମିତି ସବୁ ବିଭିନ୍ନ ହିରୋଇନ୍ ବି ମଧ୍ୟ ଅଛନ୍ତି ସେମାନଙ୍କ ଆକ୍ଟିଂ ବି ମଧ୍ୟ ବହୁତ ହି ଭଲ ତ ସାଙ୍ଗମାନେ ମୁଁ ଯେତିକି ଦେଖିଛି ସେତିକି କଥା କହୁଛି ତ ଏଇଟା ତାଙ୍କର ଥିଲା ଶେଷ ଦୃଶ୍ୟ ଦେଖନ୍ତୁ ଯାତ୍ରା ସ୍ୱର୍ଣ୍ଣମହଲ ଯାତ୍ରା ସ୍ୱର୍ଣ୍ଣମହଲ ତାଙ୍କର ଷ୍ଟାର୍ଟିଂ ଗୀତ ଏଇଟା ଥିଲା ମୋତେ ବି ଭଲ ଲାଗିଲା ତାଙ୍କର ଯେଉଁ ଯିଏ ବି ଲେଖିଛନ୍ତି ଯେଉଁ ଭାଇ ତାଙ୍କର ଆକ୍ଟିଂ ଏତେ ସୁନ୍ଦର ଥିଲା ବହୁତ ହି ଭଲ ଥିଲା ସାଙ୍ଗମାନେ ଏଇ ତ ଆପଣମାନେ ଦେଖିଲେ ତାପରେ ଯାତ୍ରାର ଶେଷ ଅଂଶ ଦେଖନ୍ତୁ ଏଇଠି ମୁଁ ଗୋଟେ ଶେଷ ଅଂଶ ଦେଖାଉଛି ଦେଖନ୍ତୁ ବିନୋଦ ନାଥ ଆଉ ଭାବନା ଦୁଇ ଜଣ ଯାକ ଦେଖନ୍ତୁ ଏତେ ପାଥେଟିକ୍ ସିନ୍ ଭିତରେ ତାଙ୍କ ମୁଣ୍ଡରେ ଯେମିତି ଜିଆଁଳି ଦିଆଯାଇଛି ଜିଆଁଳି ଦେଲା ପରେ ଯେଉଁଟା ମେରିରେ ଯେମିତି ବଳଦକୁ ଜୋଖିଲେ ବି ଆମର ବେଙ୍ଗଳା ଟାଇପ୍ର ଯେମିତି କରି ହୁଏ ଦେଖନ୍ତୁ ଏଇଟା ବି ସେମାନେ କ'ଣ କରନ୍ତି ଘଣା ପେଲୁଛନ୍ତି ମାନେ ଯେଉଁଟା ଜେଲରେ ରହିଲେ ଯେମିତି ଘଣା ପେଲନ୍ତି ଏଇଠି ଯିଏ ମାନେ ଯିଏ ଯେଉଁ ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରିଛନ୍ତି ସେ ଦେଖନ୍ତୁ ଏମାନଙ୍କୁ କେତେ କଷ୍ଟ ଦେଉଛି ତାଙ୍କର ଦେଖନ୍ତୁ ଏଇ ଆକ୍ଟଟି କେତେ ରିଅଲ୍ ଆକ୍ଟ ଭିତରେ ଦେଖନ୍ତୁ ସେ କେତେ ସୁନ୍ଦର ଏଇଟାକୁ କୁହାଯାଏ ରିଅଲ୍ ସିନ୍ ଏଇଟା ପାଥେଟିକ୍ ତ ଆପଣମାନେ ବସିଥିଲେ ନା ଏ ଜାଗାରୁ ନିଶ୍ଚିତ ଭାବରେ କାନ୍ଦି ପକାଇବେ এইଭଳି ସିନ୍ ଏଗୁଡ଼ିକ ତେଣୁ ସମସ୍ତଙ୍କ ମନ ବି ଯେତିକି ମୁଁ ଏଠି ଦେଖୁଥିଲି ବି ସମସ୍ତଙ୍କୁ ନଜର କରୁଥିଲି ସମସ୍ତଙ୍କ ମନ ବି ବହୁତ ହି ଦୁଃଖ ଥିଲା ସାଙ୍ଗମାନେ ଆଉ କ'ଣ କହିବି ରଖୁଛି ସାଙ୍ଗମାନେ ଜୟ ଜଗନ୍ନାଥ।